ଆପଣଙ୍କ ବୟସ ଏବଂ ଆପଣଙ୍କ ପଇସା ଏହାକୁ ଲୁଚେଇକି ରଖନ୍ତୁ। କ୍ଷୀର ଠିଆ ହେଇକି ଏବଂ ଔଷଧ ଓ ପାଣି ବସିକି ପିଅନ୍ତୁ। ଭୁଲି ଯାଆନ୍ତୁ ଆପଣଙ୍କ ବୁଦ୍ଧି ଓ ଅନ୍ୟର ମନ୍ଦକୁ ଭୁଲି ଯାଆନ୍ତୁ। ଆସିବାର ମାନ, ଯିବାର ସମ୍ମାନ। ଆଣନ୍ତୁ ଘରକୁ ସେତିକି ଆଣନ୍ତୁ ଯେତିକି ଦରକାର। ଖାଆନ୍ତୁ ଭାତ ଡାଲି ତରକାରୀ ଖାଆନ୍ତୁ। ଆପଣ ଯେତିକି ରୋଜଗାର କରୁଥାନ୍ତୁ ନା କାହିଁକି, କିନ୍ତୁ ଭାତ ଡାଲି ତରକାରୀ ଖାଇବେ। ମନେ ରଖନ୍ତୁ ଯାହାର ଋଣ ଆଣିଛନ୍ତି ତାକୁ ପରିଶୋଧ କରିବା ଏବଂ ନିରୋଗ ରହିବା, ଅସୁସ୍ଥତା ପୁରା ଦୂରେଇ ଦେବା। କୁହନ୍ତୁ ଜୀଭକୁ ଟିକେ ସମ୍ଭାଳିକି ଟିକେ ଜାଣିଶୁଣି କୁହନ୍ତୁ। ଯାଆନ୍ତୁ ଦୁଃଖରେ ଆଗେ ଯାଆନ୍ତୁ, ସୁଖରେ ପଛେ ଯାଆନ୍ତୁ। ଏହି ତିନିଟି ଜିନିଷ କିଣା ଯାଇପାରେନି। ପରିବାରର ଏକତା, ସତ ସୁରକ୍ଷା ଏବଂ ନିଜର ଶାନ୍ତି। ଏହି ତିନିଟି ଜିନିଷକୁ ଉଚିତ ଦର ବନେଇକି ଉଚିତ ଦୂରତା ବନେଇକି ରୁହନ୍ତୁ ରାଜା, ଅଗ୍ନି ଏବଂ ସ୍ତ୍ରୀ। ଏହି ତିନିଟି ଜିନିଷ ମଣିଷ କେବେ ବି ହରାଇ ନଥାଏ। ଶାନ୍ତି, ଆଶା, ସଚ୍ଚୋଟତା। ଏହି ତିନିଟି ଜିନିଷ ବହୁତ ଅମୂଲ୍ୟ ହୋଇଥାଏ। ପ୍ରେମ, ଆତ୍ମବିଶ୍ୱାସ, ସଚ୍ଚା ମିତ୍ର। ଏହି ତିନିଟି କେବେ ବି ନିଶ୍ଚିନ୍ତ ହୋଇନଥାଏ। ସ୍ୱପ୍ନ, ସଫଳତା, ଭାଗ୍ୟ। ଏହି ତିନିଟି ଜିନିଷ ଯେକୌଣସି ମଣିଷକୁ ବର୍ବାଦ କରିଦେଇଥାଏ। ମଦ, ଗର୍ବ, କ୍ରୋଧ। ଏହି ତିନିଟି ଜିନିଷଠୁ ନିଜକୁ ବଞ୍ଚେଇବାକୁ ଚେଷ୍ଟା କରନ୍ତୁ। ଖରାପ ସାଙ୍ଗ, ସ୍ୱାର୍ଥୀ ଏବଂ ନିନ୍ଦା। ଏହି ତିନିଟି ବ୍ୟକ୍ତିଙ୍କୁ ସମୟରେ ଜାଣି ହୋଇଥାଏ। ସ୍ତ୍ରୀ, ଭାଇ, ବନ୍ଧୁ। ଏହି ତିନିଟି କଥା ଚରିତ୍ରକୁ ତଳେ ପକାଇଥାଏ। ଚୋରି, ନିନ୍ଦା, ମିଛ। ଏହି ତିନିଟି ସବୁବେଳେ ହୃଦୟରେ ରଖିବା କଥା। ନମ୍ରତା, ଦୟା, କ୍ଷମା।